1882 ମସିହାରେ ଜୀବନ ଯଜ୍ଞର ଉଦ୍ଗାତା ସନ୍ଥ ଏମର୍ସନ ସ୍ୱର୍ଗବାସୀ ହେଲେ। ସେ ନିଜର ଏକ ରାଜନୈତିକ ନିବନ୍ଧରେ ଲେଖିଥିଲେ, କୌଣସି ନୈତିକ କାରଣ ଯୋଗୁଁ ପ୍ରଚଳିତ ନିୟମ ଓ ଆଇନର ସବିନୟ ଅବଜ୍ଞା କରିବାର ସାହସ ପ୍ରଦର୍ଶନ କରିଥିବା କୌଣସି ଜଣେ ବ୍ୟକ୍ତିଙ୍କ ନାମ ମନେ ନାହିଁ। ତାଙ୍କର ସ୍ୱର୍ଗବାସ ପରେ ମହାତ୍ମା ଗାନ୍ଧୀ ତାଙ୍କର ଏହି ବିଚାରକୁ ପଢ଼ିଲେ। ସେ ଦକ୍ଷିଣ ଆଫ୍ରିକାରେ ଏମର୍ସନଙ୍କ ଏହି ବିଚାରକୁ ଆହ୍ୱାନ ଜଣାଇ ସେସବୁ କଥା କାମରେ ଦେଖାଇଦେଲେ। ମହାମାନବଗଣ ପୃଥିବୀରୁ ବିଦାୟ ନେବାର 1000 ବର୍ଷ ପରେ ମଧ୍ୟ ସେମାନଙ୍କ ବିଚାର ଜୀବନ୍ତ ରହେ। ଅଖଣ୍ଡ ଜ୍ୟୋତି, ଜୁନ 2007, ପୃଷ୍ଠା ସଂଖ୍ୟା 15। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।